ଓଡ଼ିଆ ଭାରି ବଢ଼ିଆ ନୁହଁ କି ସାଙ୍ଗମାନେ। କିନ୍ତୁ ମୋତେ ଏମିତି ଲାଗେ ଗାଁ ଗହଳିରେ ରହିଲେ ସାଙ୍ଗସାଥି ଯା ନଣନ୍ଦ ସମସ୍ତଙ୍କ ସହିତ ସଜବାଜ ହେଇକି ଗୋଟେ ବୋହୂ କି ଝିଅ ମଜା ନେଇପାରେ। କିନ୍ତୁ ବାହାରେ ରହିଲେ ଏକା କିଛି ବି ଭଲ ଫିଲ୍ ଲାଗେ ନାହିଁ। ତଥାପି ମନକୁ ଖୁସି କରିବା ପାଇଁ କିଛି ତ ଟ୍ରାଏ କରିବାକୁ ପଡ଼େ, ନହେଲେ ଯେମିତି ଫିକା ଫିକା ଲାଗେ। ତ ଚାଲନ୍ତୁ ଆଜି ମଥାରେ ଓଢ଼ଣା ଦେଇ ଗୋଟିଏ ନୂଆ ବୋହୂ ହେଇ ସଜବାଜ ହେଇ ଫୁଲ ତୋଳୁଛି। ଆଉ ଏସବୁ ଗୋଟେ ବୋହୂକୁ ଯେତିକି ମାନେ ଖୁସି ଲାଗେ, କିନ୍ତୁ ବାହାରେ ରହି ଏସବୁ କରିବାର ମୌକା ହିଁ ମିଳେନି। ଆଉ ଏସବୁ ମୋର ବହୁତ ଇଚ୍ଛା କିନ୍ତୁ କରିପାରେନି। ତ ଦେଖନ୍ତୁ ନିଜେ ଗଛ ଲଗେଇଛି ଆଉ ସେ ଗଛରେ ଯୋଉ ଫୁଲ ତୋଳୁଛି ତାର ଖୁସି କହିଲେ ନ ସରେ। ଯୋଉମାନେ ଫୁଲ ରଙ୍କୁଣୀ ବା ଫୁଲ ଗଛ ରଙ୍କୁଣୀ ସେମାନେ ତ ନିହାତି ଏମିତି କରିଥିବେ ମୋ ଭଳି। ଯେମିତିକି ମୁଁ ରୋଡ ସାଇଡରେ ବା କୋଉଠି ଫୁଲ ଗଛ ପାଇଲେ ତାକୁ ଆଣିବାକୁ ଭୁଲେନି। କିଏ ଏମିତି କରିଛନ୍ତି? ସାଙ୍ଗମାନେ ଯେତେ ମାର୍କେଟରୁ ଫୁଲ ଆଣିଲେ ବି ନିଜ ଘରେ ତୋଳୁଥିବା ଫୁଲରେ ଯେଉଁ ଖୁସି ଥାଏ, ଯେଉଁ ମଜା ଥାଏ, ଆଉ ତାକୁ ତ ବିଲିଭ୍ ବି କରିପାରିବେନି। ତ ମୋ ଗାର୍ଡ଼େନରେ ଆଜି ଏତିକି ଫୁଲ ପାଇଲି। ଟଗର ଫୁଲ ଫୁଟୁଥିଲା, କିନ୍ତୁ ବର୍ଷା ସିଜନ୍ ପାଇଁ ନା ଗଛଟାରେ ଏବେ ଫୁଲ ଆସୁନି। ତ ମାର୍କେଟରୁ ହଜବେଣ୍ଡ କିଛି ଫୁଲ ଆଣିଛନ୍ତି, ଆଉ ମୋର ମାନେ ନିଜ ହାତରେ ଗଛ ଲଗେଇକି ଫୁଲ ତୋଳିବାର ଯେଉଁ ମଜା, ଯେଉଁ ଖୁସି, ବାକି ପୂଜା କରିପାରୁଛି, ସେତିକି ମୁଁ ନିଜକୁ ଧନ୍ୟ ମନେ କରୁଛି।